ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ବ୍ୟାଟେରୀ ଚାଳିତ 3 ଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଲ୍ଆଇଏମ୍ସି ଭୁବନେଶ୍ୱର ଓ ଭାରତୀୟ ତୈଳ ନିଗମ ପାରାଦୀପଙ୍କ ମିଳିତ ଆନୁକୂଲ୍ୟରେ ପରଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରୁ 32 ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ 3 ଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ବିଭୂତିଭୂଷଣ ପ୍ରଧାନ, ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷ ଯଶସ୍କିନ ରାଉତ, ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଏଲ୍ଆଇଏମ୍ସି ଭୁବନେଶ୍ୱର ଓ ଭାରତୀୟ ତୈଳ ନିଗମ ପାରାଦୀପକୁ ଧନ୍ୟବାଦ ଦେବା ସହିତ ଖୁବ୍ ଶୀଘ୍ର ଲୋକଙ୍କୁ ଅଧିକରୁ ଅଧିକ ଭାବରେ ବ୍ୟାଟେରୀ ଚାଳିତ 3 ଚକିଆ ସାଇକେଲ ଯୋଗାଇ ଦେବାକୁ ମତ ପ୍ରକାଶ କରିଛନ୍ତି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।